ଆପଣ যেটা କହୁଛନ୍ତି ଜୟ ଢୋଲକିଆ ବିଜୁ ଜନତା ଦଳକୁ ଗଲା ମାନେ ବିଜୁ ଜନତା ଦଳ ଛାଡ଼ିଦେବା ପରେ ଭାରତୀୟ ଜନତା ପାର୍ଟି ଗୋଟେ ପ୍ରାର୍ଥୀ ପାଇଗଲା କିନ୍ତୁ ବିଜୁ ଜନତା ଦଳ ଏଯାକେ ପ୍ରାର୍ଥୀ ପାଉନାହିଁ। କାହିଁକିନା ଆପଣ ଯେତେବେଳେ ମନସ୍ଥ କରିସାରିଥିବେ ଏଇ ଜାଗାରେ ମୋର ଅମୁକ ଲୋକଟି ଠିଆ ହେବ, ସେ ଲୋକ ଯଦି ମୂଳରୁ କହିଥାନ୍ତା ମୁଁ ଆପଣଙ୍କ ଦଳରେ ଲଢ଼ିବିନି ବା ଠିଆ ହେବିନି ତାହେଲେ କଥା ଅଲଗା ଥିଲା। ଶେଷ ମୁହୂର୍ତ୍ତରେ ଲାଗିଲା ସତେ ଯେମିତି ଝିଅ ବାହାଘର ପୁରା ଠିକ୍ ହେଇଯାଇଛି, ବେଦୀ ମୁହଁରୁ ବର୍ତ୍ତମାନ ଝିଅ ଫେରାର। ଯେମିତି ଗୋଟେ ବାପା ଚିନ୍ତା କରୁଛି ବାପାର ମନ ଦୁଃଖ ଝିଅ ବାପା, ତେଣୁ ନବୀନ ବାବୁଙ୍କର ସେଇଭଳି ଆଜ୍ଞା ମନ ଦୁଃଖ ହେବା ସ୍ୱାଭାବିକ। ବର୍ତ୍ତମାନ ପ୍ରାର୍ଥୀ ଖୋଜା ଚାଲିଛି। 2 ଦିନ ଧରି 48 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଇଗଲା ବିଜେଡିର ବଡ଼ ବଡ଼ ନେତାମାନେ ମାନସ ମନ୍ଥନ କରୁଛନ୍ତି। ପଶ୍ଚିମ ଓଡ଼ିଶାର 18ରୁ 19 ନେତା, ଏପଟେ ଉପକୂଳରୁ ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ତଥାପି ବି ଛିଣ୍ଡିଲାନି ଯେ ଶେଷକୁ ବବି ଦାସ ବର୍ତ୍ତମାନ ନୂଆପଡ଼ାରେ ଡେରା ପକେଇଛନ୍ତି। ଏବଂ ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିପାରୁନି ଯେଉଁ ଦଳ, ତାମାନେ ସେ ଦଳର କନଫିଡେନ୍ସ କମି ଯାଇଛି ଇଲେକ୍ସନ ଆମେ ଜିତିବୁ କି ନାହିଁ ମୋ ଆକଳନ। କାହିଁକିନା ଯାହାର କନଫିଡେନ୍ସ ଥିବ ତାର ପ୍ରାର୍ଥୀ ରେଡ଼ି ହେଇଥିବ। ଏମାନେ କେବେ ଜୀବନରେ ବିକଳ୍ପ କରିନଥିଲେ, ଯେଉଁଥିପାଇଁ ରାଜେନ୍ଦ୍ର ଢୋଲକିଆ ଆଜି ମଧ୍ୟ ଟିକେଟ୍ ପାଇ ଆସୁଥିଲେ। ଇଏ ଗୋଟେ ନିଶ୍ଚିତ ଜବରଦସ୍ତ ଝଟକା। ଭାରତୀୟ ଜନତା ପାର୍ଟିରେ ଗୋଟେ ସମସ୍ୟା ଥିଲା, ଜୟ ଢୋଲକିଆ ମିଶିବା ପରେ ଆପଣ ଲକ୍ଷ୍ୟ କରିଥିବେ ତାଙ୍କର ଯିଏ ଟାଣୁଆ ନେତା ଯଦୁମଣି ପାଣିଗ୍ରାହୀ, ସ୍ୱାଧୀନରେ ବି ସେ ପାଖାପାଖି 18-19 ହଜାର ଭୋଟ୍ ପାଇଥିଲେ। ଏବଂ ଅଭିନନ୍ଦନ ପଣ୍ଡା, ବସନ୍ତ ପଣ୍ଡା 2 ଥର ଜିତିଛନ୍ତି, MP ହେଇଛନ୍ତି, ତାଙ୍କ ପୁଅ ସିଏ ଗତ ଥର 45 ହଜାର ଭୋଟ୍ ପାଇଥିଲେ। ସେମାନେ ନୀରବ ରହିଥିଲେ। ତେଣୁ କୁହାଯାଉଥିଲା ଯେ ଜୟ ଢୋଲକିଆଙ୍କୁ ଭୋଟ୍ ମଧ୍ୟ ବିଭାଜନ ହେଇପାରେ କିମ୍ବା ଭାରତୀୟ ଜନତା ପାର୍ଟିରୁ ଏମାନେ ଯାଇକି ବିଜୁ ଜନତା ଦଳରେ ଠିଆ ହେଇପାରନ୍ତି। ତା ଦେହରେ କ'ଣ ହେଇଛି, ଗୋଟେ ବିଜେଡି ବିଜେପି ମଧ୍ୟରେ ଟିକେଟ୍ ଛକା ପଞ୍ଝା ହେଇଛି। ଛକା ପଞ୍ଝାଟା କ'ଣ ପାଇଁ ହେଇଛି ଯେ ବିଜେଡି ଭାବୁଥିଲା ଯଦି ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ ଘୋଷଣା କରିଦିଏ, ଯଦୁମଣି ଅଭିନନ୍ଦନ କାଳେ ସେମାନେ ଅସନ୍ତୁଷ୍ଟ ହେବେ, ଆମେ ମଧ୍ୟ ତାଙ୍କୁ ଡାକିକି ଆଣିକି ବିଜେଡିରେ ପୁରେଇକି ଟିକେଟ୍ ଦେଇଦେବୁ। କାଳେ ତାଙ୍କ ନେତାଙ୍କୁ ବୁଝାସୁଝା କରିବା ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଦେଲେ ସେଥିରେ ଓଲମ ବିଲମ ହେଇଯିବ। ସେଥିପାଇଁ ଭାରତୀୟ ଜନତା ପାର୍ଟି କିଛି ଦିନ ବର୍ତ୍ତମାନ ପକେଇ ଦେଇଛି। ସେମାନେ କହୁଛନ୍ତି ବିହାର ଉପନିର୍ବାଚନ ସାଙ୍ଗରେ ଆମର ଚାଲିଛି, ଏକାବେଳେ ଘୋଷଣା ହେବ। ଏଇଟା ସତ୍ୟ, କିନ୍ତୁ ଚାହିଁଥିଲେ ଘୋଷଣା କରିପାରିଥାନ୍ତେ। ଯେମିତି ଭକ୍ତ ଦାସ କହିଲେ ଆଜି ସନ୍ଧ୍ୟା ସୁଦ୍ଧା ହେବ, ସତକୁ ସତ ସେ ଘୋଷଣା ହେଇଗଲା। ଠିକ୍ ସେଇଭଳି ଭାବରେ ଏମାନେ କରିପାରିଥାନ୍ତେ। ଏମାନେ ଜଗିଲେ ଆମ ଲୋକଙ୍କୁ କାଳେ ବିଜେଡି ନେଇଯିବ କି, ତେଣୁ ଇଏ ଚେକ୍ ଦେଲେ। ଇଏ ଯେ ବିଜେପି ଦେଖିଲା ଯେ ମୋର ତ ପ୍ରାର୍ଥୀ ରେଡ଼ି ଅଛି, ମୁଁ କାହିଁକି ନା ଜଣେଇବି। କିନ୍ତୁ ବିଜେଡି ଅନୁମାନ କରୁଥିଲା ସେ କଲା ପରେ ଏମାନେ କରିବେ। ତେଣୁ ବିଜେଡି ଯେତେ ଡେରି କରିଦେବ ତାଙ୍କର ବିଜୟ ସମ୍ଭାବନା ସେଠି କମି 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 ଚାଲିବ। କର୍ମୀମାନେ ଅସନ୍ତୁଷ୍ଟ ହେବେ। ଆଉ ଏଇ ମୌକାରେ ଜୟ ଢୋଲକିଆ ମଧ୍ୟ କିଛି କିଛି ବିଜେଡି କର୍ମୀଙ୍କୁ ନିଜ ଆଡ଼କୁ ନେଇଯାଇପାରନ୍ତି। ଜୟ ଢୋଲକିଆ ପାଇଁ ଗୋଟେ ସଙ୍କଟ ଥିଲା ବିଜେପିରେ, ଯେଉଁଟା ଆମେ ପୂର୍ବରୁ କଥା ହେଉଥିଲେ। ଏବେ ଯାହା ଖବର ମିଳିଛି ଯଦୁମଣି ପାଣିଗ୍ରାହୀ ମ୍ୟାନେଜ୍ ହେଇଯାଇଛନ୍ତି, ମାନେ ସେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିବେ। ତାଙ୍କୁ କ'ଣ ପଦପଦବୀ କ'ଣ ଦିଆଯାଇଥିବ ସେଇଟା ତ ଦଳ ଜାଣିଥିବ, ସିଏ ଜାଣିଥିବେ, ଆମେ ସେ ବିଷୟରେ ଚର୍ଚ୍ଚା କରିବାନି। ତେଣୁ ସେ ଯେହେତୁ ଦଳର ଲୋକ, ସିଏ ବର୍ତ୍ତମାନ ସମର୍ଥନ କରିବେ। ଆପଣ ଯେତେବେଳେ ବସନ୍ତ ପଣ୍ଡାଙ୍କ କଥା କହୁଛନ୍ତି, ମଞ୍ଚରେ ବସିଲେ, ବାଇଟି ଦେଲେ, ଅଭିନନ୍ଦନ କହିନାହାନ୍ତି। ବର୍ତ୍ତମାନ ଅଭିନନ୍ଦନ ସହିତ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ ମନମୋହନ ସାମଲ ସିଧାସଳଖ କଥା ହେବେ ଏବଂ ସେମାନେ ମାନେ କନଫିଡେନ୍ସ ସହକାର ଅଛି। ବସନ୍ତ ପଣ୍ଡାଙ୍କୁ ଯେତେବେଳେ ଆମେ ବୁଝେଇ ଦେଇପାରିଲୁ, ଅଭିନନ୍ଦନ ପଣ୍ଡା ମଧ୍ୟ ବୁଝିଯିବେ। କାହିଁକିନା ତାଙ୍କୁ ବି ଦଳ ସୁଯୋଗ ଦେଇଥିଲା। ଆଜି ଉପନିର୍ବାଚନ ଆମେ ଚାହୁଁନାହିଁ କୌଣସି ପରିସ୍ଥିତିରେ କୌଣସି ଇକ୍ୱେସନ୍ ହାରିବା ପାଇଁ। 24 ନିର୍ବାଚନରେ ତୁମେ ହାରି ଯାଇଥିଲ, ତେଣୁ ସେଥିପାଇଁ ଅଭିନନ୍ଦନ ମଧ୍ୟ ଦଳ ପାଇଁ ତ୍ୟାଗ କରିବେ ବୋଲି ତାଙ୍କ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମୁଁ ଆଲୋଚନା କରୁଥିଲି। ସେମାନେ ମୋତେ ଏ କଥା କହିଲେ, ନାଇଁ ଅଭିନନ୍ଦନ ପଣ୍ଡା ମଧ୍ୟ ବର୍ତ୍ତମାନ ମାନଭଞ୍ଜନ ହେଇସାରିଛି। କିନ୍ତୁ କଥାଟି ହେଉଛି ଯଦୁମଣି ବାବୁ ହୁଅନ୍ତୁ ବା ଅଭିନନ୍ଦନ ହୁଅନ୍ତୁ, ଯେଉଁ ଫୁଲ୍ ଜୋସ୍ରେ ଜୟକ ପାଇଁ ଲାଗିବେ ନା ଦଳରେ ଅଛୁ ବିରୋଧ କରିବୁନି ନ୍ୟୁଟ୍ରାଲ୍ ରହିକି ଘରେ ବସିବେ, ସେଇଟା ଗୋଟିଏ ବଡ଼ ଫ୍ୟାକ୍ଟର। ଏବଂ କଂଗ୍ରେସ କଥା ଯେଉଁ କହିଲେ, କଂଗ୍ରେସର ଘାସିରାମ ମାଝୀଙ୍କ ବ୍ୟତୀତ ଆଉ କେହି ପ୍ରାର୍ଥୀ ହିଁ ନଥିଲେ। ତେଣୁ କଂଗ୍ରେସରେ ଯେତେବେଳେ ଗୋଟିଏ ପ୍ରାର୍ଥୀ ଏବଂ ଘାସିରାମ ମାଝୀଙ୍କ ପାଇଁ ସେ ବେଟ୍ ଲଗେଇଲେ, ଯେହେତୁ 51,000 ଭୋଟ୍ ପାଇଥିଲେ 15,000। କିନ୍ତୁ ବର୍ତ୍ତମାନ ଅଙ୍କକୁ ଯେତେବେଳେ ଆମେ ଅନୁଶୀଳନ କଲୁ, 51,000 ଘାସିରାମ ମାଝୀଙ୍କର ସମର୍ଥକ ଭୋଟ୍ ନୁହେଁ। କାହିଁକିନା ମୁଁ ତାଙ୍କର ପୂର୍ବ ନିର୍ବାଚନ ମାନେ ଗୋଟେ ଦେଖୁଥିଲି, ଯେତେବେଳେ ସେ କଂଗ୍ରେସ ଟିକେଟ୍ ଠିଆ ହେଇକି 45,000 40,000 ଭିତରେ ଭୋଟ୍ ପାଉଥିଲେ, ସ୍ୱାଧୀନରେ 51,000 କେମିତି ପାଇଲେ ଏଇଥିପାଇଁ ଯଦୁମଣି ପାଣିଗ୍ରାହୀଙ୍କର ଗୋଟେ କେନ୍ଦୁପତ୍ର ସଂଗଠନ ରହିଛି, ଆଉ 4-5ଟି ସଂଗଠନ ବି ରହିଛି। ଏବଂ ଗତ ଥର ହୋମ ସିଂ ମାଝୀ ଯେଉଁ ଟିକେଟ୍ ପାଇଥିଲେ ବିଜେପିର 2019 ମସିହାରେ, ସେମାନେ ଏବଂ ଘାସିରାମ ମାଝୀଙ୍କର ପୂର୍ବତନ ମନ୍ତ୍ରୀ ତାଙ୍କ ଝିଅ, କିଛି ଆଦିବାସୀ ଲୋକ, ସେମାନେ ସମସ୍ତେ ଏକାଠି ହେଇକି ଇଣ୍ଡିପେଣ୍ଡେଣ୍ଟକୁ ଭୋଟ୍ ଦେଲେ। ଏବଂ ସେଥିରେ ମଧ୍ୟ ଯଦୁମଣି ପାଣିଗ୍ରାହୀଙ୍କର ପାଖାପାଖି 5-10 ହଜାର
समर्थक भोट सेपटू जाइला। एबे किंतु केन्दुपत्र संगठन सहित वर्तमान मोहन माझी ऑलरेडी आलोचना कर साधारण आप देखिए सरकार ही यहाँ सुविधा सुजोग दे पारे तेणु से सरकार सहित जी आज दिन में नुआपड़ार अंक बदल जाए पूर्व जिते थर कहीचे जे त्रिकोणीय मुकाबिला कड़ा फाइट बीजेपी बैकफुट रे आम यही कथा कही कि आज दिन में जदुमणि अभिनंदन समर्थन कर बीजेपी प्रार्थी जी हम भी समर्थन करूँ जय ढोलकिया हूँ जी हूँ संभावना अच्छी जय ढोलकिया क्षेत्र में किंतु घोषणा तो है जहाँफल बीजेपी बर्तमान नुआपड़ा एक नंबर दल हो सारी कौन रहा दल में एत पुराणा नेता खाई जय ढोलकिया आने आवश्यक पड़ा भरसा पाइलानी कि निज नेता देखो भरोसा तो पाइलानी बोली तो से आनिले से कौन सी हालत रे शासक दल देखला जदि आम हारीजु ताले साधारण गोटे बार्ता जीव जे आमे हावारे जीतीचु आमे गोटे ओडिया अस्मितार नारेटिव जीतीचु आमर संगठनिक दक्षता ना 16 मासर सरकार जिते लोकप्रियतार बार्ता दौरान मोदी डबल इंजिन कथा कहते ताने तार किसी मतलब ना बोली साधारण बार्ता जीव तेणु बीजेडी रु आसु जो आसु अतीत बीजेडी अन्य दल कैंडिडेट नहीं कि जाइए तेणु से कह कथा रणनीति आम जितवाटा सियोर करूँ आम बीजेपी लड़ीते जीति था किंतु 100% बोल 99 थे सी कह कथा बर्तमान 110% आमर होगा जे आम एनी हाउ जितु भल भोट्रे भी जितबू तेणु से अंक कषिंट आपण भी जोटा कहते ठीक दलर प्रार्थी तो पसंद है बोली अन्य दल आइले यू कि अस्वीकार करेंगे बर्तमान बीजेपी कौन जो मैंने बीजेपी कांग्रेस छाड़ी दबदबा जोर बीजेपी